ଏକ ମାଛ ଏବଂ ତୁମ ମଧ୍ୟରେ ଯଦି ଏକ ଶ୍ୱାସକ୍ରିୟା ଦୌଡ଼ ହୁଏ ବା ଶ୍ୱାସକ୍ରିୟା ପ୍ରତିଯୋଗିତା ହୁଏ ତାହେଲେ ସେଥିରେ କିଏ ଜିତିବ? ଏହା ହେଉଛି ଏକ ମାଛ ଏବଂ ଏହା ହେଉଛି ତୁମେ। ଗୋଟିଏ ସେକେଣ୍ଡ ପାଇଁ ଭାବ। ମାନେ ମୁଁ ଏଠାରେ ପଚାରିବାକୁ ଚାହୁଁଛି ଯେ ଗୋଟିଏ ମିନିଟ୍ରେ କିଏ ଅଧିକ ଥର ନିଶ୍ୱାସ ନେଇଥାଏ, ମାଛ ନା ତୁମେ? ତେବେ ଏହାର ଉତ୍ତର ହେଉଛି ମାଛ। ଦେଖନ୍ତୁ, ଯେଉଁ ଜଳଚର ପ୍ରାଣୀ ରହିଛନ୍ତି ସେମାନଙ୍କର ଶ୍ୱାସକ୍ରିୟା ହାର ସ୍ଥଳଚର ପ୍ରାଣୀମାନଙ୍କ ଠାରୁ ବହୁତ ଅଧିକ। ମାନେ ମାଛର ଶ୍ୱାସକ୍ରିୟା ହାର ତୁମମାନଙ୍କ ଠାରୁ ବହୁତ ଅଧିକ। ତେବେ ଏପରି କାହିଁକି ହୋଇଥାଏ? କାହିଁକି ନା ଯଦି ଆମେ 1 ଲିଟର ବାୟୁ ନେବା ତାହେଲେ ସେଥିରେ 209 ମିଲିଲିଟର ଅମ୍ଳଜାନ ରହିଥାଏ। ସେହିପରି ଆମେ ଯଦି 1 ଲିଟର ଜଳ ନେବା ତାହେଲେ ସେଥିରେ ମାତ୍ର 5 ମିଲିଲିଟର ବା 5 ml ଅମ୍ଳଜାନ ରହିଥାଏ। ଏବଂ ମାଛକୁ ଜୀବିତ ରହିବାକୁ ହେଲେ ଜଳରୁ ଅଧିକରୁ ଅଧିକ ଅମ୍ଳଜାନ ଗ୍ରହଣ କରିବାକୁ ପଡ଼ିବ। ଏବଂ ଯେହେତୁ ଜଳରେ କମ୍ ଅମ୍ଳଜାନ ରହୁଛି ତେଣୁକରି ମାଛକୁ ଦ୍ରୁତ ଗତିରେ ନିଶ୍ୱାସ ନେବାକୁ ପଡ଼ିଥାଏ, ଯାହାଦ୍ୱାରା ସେ ଅଧିକରୁ ଅଧିକ ଅମ୍ଳଜାନ ପାଇପାରିବ। ତେବେ ମାଛ ଏହି ନିଶ୍ୱାସ ପ୍ରଶ୍ୱାସ କେଉଁ ଅଙ୍ଗ ଦ୍ୱାରା ନେଇଥାଏ? ମାଛ ତାର ଗାଲି ବ୍ୟବହାର କରି ଏହି ନିଶ୍ୱାସ ପ୍ରଶ୍ୱାସ ନେଇଥାଏ। ଏହା ହେଉଛି ମାଛର ଶ୍ୱାସ ଅଙ୍ଗ। ତେବେ ଚାଲନ୍ତୁ ଦେଖିବା ଗାଲି କିପରି କାମ କରିଥାଏ। ତେବେ ପ୍ରଥମେ ଚାଲନ୍ତୁ ଦେଖିବା ଯେ ଗାଲି କ'ଣ। ଦେଖନ୍ତୁ, ଯଦି ମାଛର ମୁଣ୍ଡ ତଳକୁ ଯେଉଁ ଗାଲି ଆବରଣ ରହିଛି ତାହାକୁ ଯଦି ତୁମେ ହଟାଇବ ତାହେଲେ ତୁମକୁ ଭିତରେ କିଛି ନାଲି ଭଳି ଦେଖାଯିବ, ନାଲି ରଙ୍ଗର କିଛି ଦେଖାଯିବ, ଯାହାକୁ ଆମେ ଗାଲି ପ୍ରକୋଷ୍ଠ ବୋଲି କହିଥାଉ। ଏବଂ ତାହାରି ମଧ୍ୟରେ ଗାରି ଭିତରେ ଗାଲି ରହିଥାଏ। ତେବେ ଗାଲି ପ୍ରକୋଷ୍ଠ ଭିତରେ ଆମକୁ ଗାଲି ଚାପ ଦେଖାଯାଏ, ଯାହାକି ଏକ ବଙ୍କା ହ୍ୟାଙ୍ଗର ଭଳି ହୋଇଥାଏ। ଏବଂ ଆଉ କ'ଣ ଦେଖାଯାଏ? ଆମକୁ ଗାଲି ତନ୍ତୁ ଦେଖାଯାଏ। ଏହା ନାଲି ରଙ୍ଗର ହୋଇଥାଏ ଏବଂ ଏହା କିଛି ସୂତା ଭଳିଆ ଦେଖାଯାଏ। ଏହାକୁ ଆମେ ଗାଲି ତନ୍ତୁ ବୋଲି କହିଥାଉ। ତେବେ ଆମେ ଯଦି ଗାଲି ତନ୍ତୁକୁ ଟିକେ ପାଖରୁ ଦେଖିବା ବା ଜୁମ୍ କରି ଦେଖିବା ତାହେଲେ ଆମକୁ କିଛି ଏହିପରି ଦେଖାଯିବ। ସେଥିରେ ଆମକୁ କିଛି କ୍ଷୁଦ୍ର ପତ୍ର ସଦୃଶ ଅଂଶ ଦେଖାଯାଇଥାଏ, ଯାହାକୁ ଆମେ ଲାମେଲା ବୋଲି କହିଥାଉ। ଏବଂ ଏହି ଲାମେଲା ହେଉଛି ବହୁତ ପତଳା। ଏହା ହେଉଛି ମାତ୍ର 1 କୋଷ ବିଶିଷ୍ଟ ମୋଟେଇ। ତେବେ ଏହା ଏତେ ପତଳା କାହିଁକି ହୋଇଥାଏ? ଏହା ଏତେ ପତଳା ଏଇଥିପାଇଁ ହୋଇଥାଏ ତାକି ଗ୍ୟାସ୍ ଗୁଡ଼ିକ ଏହା ମଧ୍ୟ ଦେଇ ଆରାମସେ ବା ଅତି ସହଜରେ ଯିବା ଆସିବା କରିପାରିବେ। ଏଠାରେ ଗାଲି ଚାପ ମଧ୍ୟ ରହିଥାଏ। ତେବେ ଏହି ଗାଲି ଚାପ କ'ଣ? ଏହି ଗାଲି ଚାପ ମଧ୍ୟରେ ବହୁତ ଗୁଡ଼ିଏ ରକ୍ତନଳୀ ରହିଥାଏ। ଦେଖନ୍ତୁ, ଏହି ରକ୍ତନଳୀ ଏଠାରେ ଦୁଇଟି ମୁଁ ଦେଖାଇଛି। ଏମିତି ଗୋଟିଏରେ ଆମର କ'ଣ ଅମ୍ଳଜାନ ଯୁକ୍ତ ରକ୍ତ ଯାଇଥାଏ, ଗୋଟିଏରେ ଅମ୍ଳଜାନ ବିହୀନ ରକ୍ତ ଯାଇଥାଏ। ଏବଂ ଏହି ରକ୍ତନଳୀ ଗୁଡ଼ିକ ଗାଲି ମଧ୍ୟରେ ସବୁଆଡ଼କୁ ବ୍ୟାପିଥାନ୍ତି। ତେବେ ଏହି ଗାଲି କିପରି ଅମ୍ଳଜାନକୁ ଗ୍ରହଣ କରେ ଚାଲନ୍ତୁ ଦେଖିବା, ବା କିପରି ଏହି ଗାଲିରେ ଗ୍ୟାସ୍ ବିନିମୟ ହୋଇଥାଏ ଚାଲନ୍ତୁ ଦେଖିବା। ତେବେ ପ୍ରଥମେ ମାଛ କ'ଣ କରେ? ତାର ପାଟିକୁ ଖୋଲିଥାଏ। ଯେତେବେଳେ ମାଛ ପାଟି ଖୋଲେ ସେତେବେଳେ ଜଳ ଦ୍ରୁତ ଗତିରେ ଭିତରକୁ ପ୍ରବେଶ କରେ ଏବଂ ଗାଲି କୋଠରୀ ମଧ୍ୟକୁ ଯାଇଥାଏ। ତେବେ ଏହା କ'ଣ ହୁଏ? ଏହି ଯେଉଁ ଜଳ ଯେତେବେଳେ ପ୍ରବାହିତ ହୁଏ ଏହା ଲାମେଲା ଦେଇ ପ୍ରବାହିତ ହୁଏ। ଏବଂ ଯେତେବେଳେ ଲାମେଲା ଦେଇ ପ୍ରବାହିତ ହୁଏ ସେଠାରୁ ଆମର এই ଯେଉଁ ରକ୍ତନଳୀ ଅଛନ୍ତି ସେମାନେ ଅମ୍ଳଜାନକୁ ଗ୍ରହଣ କରିଥାନ୍ତି ଏବଂ ଅଙ୍ଗାରକାମ୍ଳକୁ ଛାଡ଼ି ଦେଇଥାନ୍ତି। ତ ଦେଖନ୍ତୁ, ଏଠାରେ ଅମ୍ଳଜାନ ଯୁକ୍ତ ରକ୍ତ ଏବଂ ଏଠାରେ ଅମ୍ଳଜାନ ବିହୀନ ରକ୍ତ ଥାଏ। ଏହା ମଧ୍ୟକୁ ପଶିଲା କ'ଣ? ଅମ୍ଳଜାନ ବିହୀନ ରକ୍ତ ଏବଂ ବାହାରିଲା କ'ଣ? ଅମ୍ଳଜାନ ଯୁକ୍ତ ରକ୍ତ। ତେବେ ଏହାପରେ ମାଛ କ'ଣ କରେ? ତାର ପାଟିଟିକୁ ବନ୍ଦ କରିଦେଇଥାଏ। ମାଛ ଯେତେବେଳେ ପାଟିକୁ ବନ୍ଦ କରିଦିଏ ସେତେବେଳେ କ'ଣ ହୁଏ? ମାଛର ପାଟି ଭିତରେ ଚାପ ସୃଷ୍ଟି ହୋଇଥାଏ ଏବଂ ଗାଲି ପ୍ରକୋଷ୍ଠରେ ଚାପ ଅଧିକ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଗାଲି ଆବରଣ ଖୋଲିଯାଏ ଏବଂ ବ୍ୟବହୃତ ହେଉଥିବା ଜଳ ମାନେ ଯେଉଁ ଜଳରେ ଅଙ୍ଗାରକାମ୍ଳ ରହିଛି ସେଗୁଡ଼ିକ ବାହାରକୁ ବାହାରି ଯାଆନ୍ତି। ଏହିପରି ଭାବରେ ମାଛ ନିଶ୍ୱାସ ପ୍ରଶ୍ୱାସ ନେଇଥାଏ।